ଚାଷୀ ଭାଇ ନମସ୍କାର। ଆପଣ ମାନେ ଯେମିତି ଥମ୍ବନେଲ ରେ ହିଁ ଦେଖିଲେ ଯେ ଆଜିର ଭିଡିଓ ଯୋଉ ଷ୍ଟେକିଂ ଆପଣ ମାନେ କରିବେ ସୂତା ପଦ୍ଧତିରେ କରିବେ ତାର ସଠିକ ପ୍ରକ୍ରିୟା ଆଉ କମ ଖର୍ଚ୍ଚରେ ଏଇ ସବୁ ଛୋଟ ଛୋଟ ଜିନିଷ ଗୁଡିକ ବ୍ୟବହାର କରି ଆପଣ କେମିତି କମ ଖର୍ଚ୍ଚରେ ଏମିତିକା ଯୋଉ ସୂତା ପଦ୍ଧତିରେ ଆପଣ ମାନେ ଷ୍ଟେକିଂ କରିପାରିବେ ସେଇଟା ହିଁ ଆଜିର ଭିଡିଓରେ ଜାଣିବା। ତ ପୂର୍ବ ଭିଡିଓରେ ମୁଁ ଆପଣ ମାନଙ୍କୁ କହିଥିଲି କେମିତି ଆମେ ବାଉଁଶ ଝାଟିରେ ସେଥିରେ ମଧ୍ୟ ଷ୍ଟେକିଂ କିମ୍ବା ଯୋଉ ମଞ୍ଚା ପଦ୍ଧତି କରିପାରିବା ଆଉ ଏଇଟା ଯୋଉ ଦେଖୁଛନ୍ତି ଏ ଯୋଉ ସୂତା ପଦ୍ଧତିରେ କରାଯାଉଛି ତ ସେଇଟା ବି ଜାଣିବା ଆଉ ସବୁଠାରୁ କମ ଖର୍ଚ୍ଚରେ। ତ ଏପଟ ସେପଟ କଥା ନାହିଁ ଡାଇରେକ୍ଟ ଆମେ ଆରମ୍ଭ କରିବା। ତ ଏଇ ଯୋଉ ତାରଟି ଯୋଉ ଦେଖୁଛନ୍ତି ଏଇ ତାରଟି ତ ଏଇଟା ହଉଛି ଯୋଉ ଆପଣ ମାନେ ଜାଣିଛନ୍ତି GI ତାର ମାନେ ଯୋଉ ପ୍ଲାଷ୍ଟିକ ର ଥାଏ ସେଇଟା ଆପଣ ମାନେ ଦୋକାନରୁ ଆଣିବେ। ଦାମ ବି ଆପଣ ମାନଙ୍କୁ କହିଦେଉଛି ଏଇ ଭିଡିଓରେ ଏଇ ସୂତାର ଦାମ ହଉଛି 280 କି 90 ଟଙ୍କା କିଲୋ। ତ ତାପରେ ଏଇ ଯୋଉ ସୂତା ଦେଖୁଛନ୍ତି ଏଇଟା ହଉଛି ଯୋଉ ଆପଣ ମାନେ ଦେଖିପାରୁଥିବେ ନାଇଁ ଏଇ ଯୋଉ ସୂତାଟି ହଉଛି ଏଇଟା ହଉଛି ଯୋଉ ଆମର ନର୍ମାଲ ସୂତା ନୁହେଁ ଯୋଉ ନର୍ମାଲ ସୂତା ଠାରୁ ଟିକେ ବହଳିଆ ମାନେ ମୋଟା ଅଛି। ତ ଏଇଟା ହଉଛି କେତେ 300 ଟଙ୍କା କିଲୋ। ଆଉ ଏଇ ଯୋଉ ସୂତାଟି ଦେଖୁଛନ୍ତି ଆପଣ ଏଇ ଯୋଉ ନାଲି ସୂତାଟି ଆପଣ ମାନେ ଦେଖୁଛନ୍ତି ଏଇ ଯୋଉ ନାଲି ସୂତାଟି ଆପଣ ମାନେ ଦେଖୁଛନ୍ତି ଏଇଟା ହଉଛି ପ୍ରାୟ ସମଥିଙ୍ଗ ଏଇଟା ବି ସେଇ ସେମ କେଜି ଥିବ ଏଇଟା କିନ୍ତୁ ପ୍ଲାଷ୍ଟିକ ଟି ଆଉ ତଳେ ବି ଗୋଟେ ପ୍ଲାଷ୍ଟିକ ଅଛି ତ ଆପଣ ମାନେ ଦେଖିଲେ ଆଉ ଦାମ ବି ମୁଁ ଆପଣ ମାନଙ୍କୁ କହିଲି ଆଉ ଗୋଟେ ସୂତାଟି ଅଛି ଯୋଉ ମୁଁ ହାତରେ ଦେଖେଇଥିଲି ଆପଣ ମାନଙ୍କୁ ଏଇଟା ହଉଛି ପ୍ଲାଷ୍ଟିକ ର ମାନେ ପ୍ଲାଷ୍ଟିକ ର ଯୋଉ ମାନେ ସୂତା ବଣ୍ଡିଙ୍ଗ ମାନେ ମେସିନ ରେ ୟାକୁ ଗୋଳା ହେଇଛି। ଆଉ ୟାର ଥିକନେସ୍ ଆପଣ ମାନଙ୍କୁ ଯଦି କହିବି ବେଶୀ ମୋଟା ନୁହେଁ ପତଳା ଅଛି। ଏଇଟା ମାନେ ରିୟୁଜେବଲ ନୁହେଁ ଯୋଉ ଜିନିଷ ଗୁଡିକ ଆପଣ ମାନଙ୍କୁ ଦେଖଉଛି ଏଇଟାକୁ ଆପଣ ପୁନଃ ଥର ପାଇଁ ବ୍ୟବହାର କରିପାରିବେନି କାରଣ ଏଇଟା ଯେତେବେଳେ ଫସଲ ଶେଷ ହେଇଯିବ ତ ସେତେବେଳେ ଯେତେବେଳେ ଲତା ଗୁଡିକୁ କାଟା ହବ ତ ସେତିକି ବେଳେ ହିଁ ଏଗୁଡିକ ନଷ୍ଟ ହେଇଯିବ ତ ୟାର ଦାମ ବି ହଉଛି ସେଇ 300 ଟଙ୍କା କିଲୋ ହିଁ ଯୋଉ ସୂତାର। ତ ଏଇଟା ଗୋଟେ ବଣ୍ଡିଲ ଏଇଟା ଯୋଉ ଦେଖୁଛନ୍ତି ଏଇଟା 500 ଗ୍ରାମ ଅଛି। ତ ଦାମ ଏପଟ ସେପଟ ଆପଣଙ୍କ ଏରିଆ ଅନୁସାରେ ହେଇପାରେ। ତ 10 ଟଙ୍କା 20 ଟଙ୍କା ସେମିତି ଏପଟ ସେପଟ ହେଇଥିବ କିନ୍ତୁ ଜିନିଷ ଗୁଡିକ ଏମିତି ହିଁ ଆଉ ଯୋଉ ଆପଣ ମାନେ ଯେତେବେଳେ ଏଇ ସୂତା ଆଣିଛନ୍ତି ଯୋଉ ଆପଣ ମାନେ ଯଦି ଆଣିବେ ଯୋଉ ଆପଣ ମାନଙ୍କୁ ମାର୍କେଟ ରେ ମିଳିବ ଏଇ ସୂତାଟି କନ୍ଥା ସିଲେଇ ସୂତା ଭଳିଆ ତ ଏଇଟା ଏତେ ମାନେ ଷ୍ଟ୍ରଙ୍ଗ ହେଇନଥାଏ କିନ୍ତୁ ଯୋଉ ଆପଣ ମାନେ ଆଣିବେ ଏଇ ସୂତାଟି ଯୋଉ ଆପଣ ମାନଙ୍କୁ ଦେଖଉଛି ଏଇଟା ଆପଣଙ୍କୁ ନିଜେ ଗୋଡେଇବା ପାଇଁ ପଡିବ। ଦେଖନ୍ତୁ ଆରାମ ସେ ଦେଖିବେ ଚାଷୀ ଭାଇ ମାନେ ଏମିତିକା ଯୋଉ ଜିନିଷ ଆପଣ ମାନଙ୍କୁ ଆଣିବାର ଅଛି ଏଇଟା ବି ହଉଛି 300 ଟଙ୍କା କିଲୋ ତ ୟାର ମାନେ ମୋଟାଇ କେତେ ଅଛି ସେଇଟା ବି ଆପଣ ମାନେ ଦେଖି ନିଅନ୍ତୁ ଏଇଟା ଯୋଉ ଦେଖୁଛନ୍ତି ଏତିକି ବଡ ବଡ ମାନେ ଯୋଉ କନ୍ଥା ସିଲେଇ ସୂତା ଠାରୁ ଏଗୁଡିକ ଟିକେ ବହଳିଆ ଅଛନ୍ତି ତ ଏଇଟା ବି 300 ଟଙ୍କା କିଲୋ ତ ମୁଁ ଆଣିଥିଲି ଏଇଟା 500 ଆଉ ଏଇଟା 500 ତ ମୋର କିଲେ ହେନେ ସଫିସିଏଣ୍ଟ ହେଇଯିବ ତ ଆପଣ ମାନଙ୍କୁ ଯୋଉ ମୁଁ ଏଇଟାର ଏରିଆ ଆପଣ ମାନଙ୍କୁ ଦେଖେଇଥିଲି କାକୁଡି ଚାଷରେ ଏପଟେ ବି ଷ୍ଟେକିଂ ଦିଆହବ। ତ ସେଇଟା ହିଁ ଆପଣ ମାନଙ୍କୁ ଦେଖଉଛି ଆପଣ ମାନେ କମ ଖର୍ଚ୍ଚରେ ଯଦି କରିବା ପାଇଁ ଚାହୁଁଛନ୍ତି ତାହେଲେ ଏମିତିକା ଜିନିଷ ଗୁଡିକ ବ୍ୟବହାର କରନ୍ତୁ ଯୋଉ ଗୁଡିକ ଆପଣଙ୍କ ମାନେ କଣ ପ୍ରକୃତରେ ବେନିଫିଟ ଦେଉଥିବ କାମ କରୁଥିବା ଜିନିଷ ଗୁଡିକ ଆଉ ଭଲ ହେଇଥିବ ମୁଁ କହିବା ପାଇଁ ଚାହୁଁଛି। ଆଉ ମଞ୍ଚା ଆପଣ ମାନେ ଯେତେବେଳେ ତିଆରି କରିବେ ଏଇ ଯୋଉ ବାଉଁଶ ଗୁଡିକ ଦେଖୁଛନ୍ତି ବାଉଁଶର ମୋଟାଇ ମାନେ ମୋଟା ଟା ଏତିକି ବଡ ନିହାତି ଥିବା ଦରକାର ରହିଛି। ନହେଲେ ଯଦି ପତଳା ହେବ ବାଉଁଶଟି ତାହେଲେ ପଡିଯିବାର ସମ୍ଭାବନା ରହିଛି। ଆଉ ମଝିର ବାଉଁଶ ଗୁଡିକ ପତଳା ହେଲେ ବି ଚଳିବ କିନ୍ତୁ ସାଇଡ ର ବାଉଁଶ ଅ ସାଇଡ ର ବାଉଁଶ ଗୁଡିକ ମୋଟା କରିବେ ଆଉ ମଝିରେ ବି ଧରାଯାଉ ମୋର 6ଟା ଖୁଣ୍ଟ ଲାଗିଛି ତ 6ଟା ମଧ୍ୟରୁ ତିନୋଟି ହେଉଛନ୍ତି ଷ୍ଟ୍ରଙ୍ଗ ଆଉ ତିନୋଟି ହେଉଛନ୍ତି ଯୋଉ ମାନେ ସେଇଟା ବେଶୀ ଷ୍ଟ୍ରଙ୍ଗ ନୁହନ୍ତି। ତ ମଝିରେ ଗୋଟେ ବଡଟି ଲାଗିଛି ତାପରେ ଦୁଇ ସାଇଡ ରେ ଦୁଇଟା ବଡଟେ ଲାଗିଛି ତ ସେମିତି ଆପଣ ମାନେ କରିପାରିବେ। ସେଇଟା ଆପଣ ମାନଙ୍କୁ କହିଲି ଦାମ ଏମିତିକା ରହିଛି ଆପଣ ଯେକୌଣସି ଫସଲ କରନ୍ତୁ ଆଉ ଯୋଉ କନ୍ଥା ସିଲେଇ ସୂତା ଆପଣ ମାନେ ଦେଖିଥିବେ ଧଳା ସୂତା ସେଇଟା ବି ଭଲ ଜିନିଷଟି କାରଣ 6ଟି ତାର ବଣ୍ଡଲ ଅଛି। ସେଇଟା ମୁଁ ପଚାରିଥିଲି 60 ଟଙ୍କା ନା କେତେ କହିଲେ ତ ସେମିତି ସେଇଟା ବି ଯଦି ଆଣୁଛେ ତାହେଲେ ଗୋଟେ ଏମିତିକା ଯଦି 50-60 ଫୁଟ ଲମ୍ବା ଥିବ ତାହେଲେ
ଦୁଇଟା ବଣ୍ଡଲରେ ଆପଣଙ୍କର ଗୋଟେ ଦୁଇଟା ଲାଇନ୍ ଚାଲିଯିବ, ମାନେ ନା ଦୁଇଟା ଲାଇନରେ ଆପଣଙ୍କର 3ଟି ବଣ୍ଡଲ ଲାଗିବ ସେମିତି। ତ ଆପଣଙ୍କର ଡିଷ୍ଟାନ୍ସ ସରିଯାଏ, ସେଇଟା ତ ମ୍ୟାଟର କରେ। ତ ସେଇଟା ହିଁ ଆପଣମାନଙ୍କୁ କହିଲି ଯେ ଆଜିର ଭିଡ଼ିଓର ସେଇଟା ମାନେ ଇମ୍ପୋର୍ଟାଣ୍ଟ। ଆପଣମାନେ ଯଦି ଏଇସବୁ ଜିନିଷ ବ୍ୟବହାର କରୁଛନ୍ତି ତାହେଲେ ଏମିତି ବ୍ୟବହାର କରନ୍ତୁ। ଆଉ ଆପଣମାନେ ଦେଖିବେ ଯଦି ତ ମୋର ଲତା ଗୁଡ଼ିକ ପଡ଼ି ଯାଇଛନ୍ତି, ତ ସେମାନଙ୍କୁ ବି କେମିତି ସିଧା କରିବା ସେଇଟା ବି ଆପଣମାନଙ୍କୁ ଦେଖେଇବି। ପୁରା ଆରାମସେ ଭିଡ଼ିଓକୁ ଦେଖିବେ ଚାଷୀ ଭାଇମାନେ, ଏପଟ ସେପଟ ନୁହେଁ। ତ ଯେମିତି ହିଁ ଆମର ଏମିତିକା ରେଡ଼ି ହେଇଯିବ, ତ ଚାଷୀ ଭାଇମାନେ ଆଉ ଗୋଟେ ଜିନିଷ ଆପଣମାନଙ୍କୁ ମୁଁ ଦେଖେଇବା ପାଇଁ ଯାଉଛି। ଏଇ ଯୋଉ ସୂତା ଗୁଡ଼ିକ ଦିଆହେଇଛି, ଏଗୁଡ଼ିକ ମାନେ ଏଇ ପ୍ରୋସେସରେ ବି ଆପଣ ମାନେ ଦେଇପାରିବେ। ଏମିତି ଜିକ୍ ଚାକ୍ ଯୋଉ ଦିଆ ହେଇଛି, ମୋର 4ଟି ସୂତା ଲାଗିଛି, 1 2 3 4। ଯୋଉ ଏମିତି ଜିଗ୍ ଜାକ୍ ବି ଦେଇପାରିବେ, ନହେଲେ ଯୋଉ ଏ ସାଇଡରେ ଯୋଉ ମୁଁ ଦେଖେଇଥିଲି ଆପଣମାନଙ୍କୁ, ଏମିତି ମାନେ ସିଧା ସିଧା ବି ଦେଇପାରିବେ। ଏମିତି ଆଣିଲେ ଏଇଠୁ ମାନେ ଟିକେ ଏଇଠି ଥରେ ଗୁଡ଼େଇ ଦେଲେ, ତାପରେ ଏଇଠି କରିଲେ, ତାପରେ ଏମିତି ଆହୁରି ସେମିତି କରି ମାରି ଚାଲନ୍ତୁ, ଦେଖିବେ ଭଲ ହବ। ତ କେମିତି ଉଠେଇବା ସେଇଟା ବି ଆପଣମାନଙ୍କୁ ଦେଖଉଛି। ତ ଯେମିତି ଲତା ଗୁଡ଼ିକୁ ଯେହେତୁ ଭୁଲରେ ମାନେ ବଡ଼ ହେଇଯାଇଛନ୍ତି, ତ ସମୟ ତ ଦେଇ ହେଲାନି, ବର୍ଷା ତ ମାନେ ଚାଲି ରହିଛି। ଯୋଉ ଆପଣ ମାନଙ୍କୁ କରିବାର ଅଛି ଯେ ଯୋଉ ଏମିତିକା ଯୋଉ ବାଉଁଶ ଝାଣ୍ଟି ଗୁଡ଼ିକ ସଂଗ୍ରହ କରିବାର ଅଛି। ତ ଯେତେବେଳେ ସୂତା ଟଣା ହବ, ତାର ସାଇଡ ରେ ଗଛ ଗୁଡ଼ିକ ଏମିତି ଆପଣ ମାନଙ୍କୁ ଉଠେଇ ଦେବାର ଅଛି। ଏଇ ଯୋଉ ଗଛଟି ଦେଖୁଛନ୍ତି, ତ ଏମିତି ଟିକେ ଉଠେଇଦେବେ, ଯାହା ଫଳରେ ସେଇଟା ମାନେ ଭଲ ଭାବରେ ଧରି ହେଇଯିବ ଆଉ ନେଟ୍ ଉପରକୁ ଚଢ଼ିଯିବ। ତ ଯେମିତି ହିଁ ଗଛ ଚଢ଼ିଯିବ, ସେମାନେ ପୁରା ଆହୁରି 2 ଗୁଣ ସ୍ପିଡ଼ରେ ବଢ଼ିବ। ଆଉ ଯେତେ ଯୋଉ ବର୍ଷା ପାଉଛି, ମୁଁ ଦେଖୁଛି ଗଛ ଗୁଡ଼ିକ ବହୁତ ରେଟ୍ ରେ ବଢ଼ି ଚାଲିଛନ୍ତି, ତ ଫୁଲ ଫଳ ଦେବା ପାଇଁ ବି ରେଡି ହେଇଯାଇଛନ୍ତି। ତ ସେଇଟା ହିଁ ଆପଣ ମାନଙ୍କୁ କହୁଛି। ଆଉ ଖାଦ୍ୟ ସାର ତ ଆଉ ଗୋଟେ ମୁଁ ଆପଣ ମାନଙ୍କୁ କଥା କହିଦଉଛି, ଯେତେବେଳେ ବର୍ଷା ହଉଥିବ ସେତେବେଳେ ଆପଣ ମାନେ ଖାଦ୍ୟ ସାର ଗୁଡ଼ିକ ଦେବେ ନାହିଁ, ଯେକୌଣସି ଖାଦ୍ୟ ସାର ବି। ଯେ ସେତେବେଳେ ଆପଣ ଯଦି ଖାଦ୍ୟ ଦଉଛନ୍ତି, ତାହେଲେ ଗଛ ତ ବଢିବ, କିନ୍ତୁ ରୋଗ ବି ତାର ମାନେ 2 ଗୁଣରେ ବଢିବ। ତ ସେଥିପାଇଁ ଯେତେବେଳେ ଭାରି ବର୍ଷା ଆପଣଙ୍କ ଅଞ୍ଚଳରେ ହେଇଗଲା, ତାର ପରେ ଆପଣ ମାନେ ଖାଦ୍ୟ ଦେବେ ନାହିଁ। ଖାଦ୍ୟ ଆପଣ କିଛି ସମୟ ପରେ ଦେବେ। ବର୍ଷା ହେବା ପରେ ଆପଣ ମାନେ ଇନସେକ୍ଟିସାଇଡ ଫଙ୍ଗିସାଇଡ ଦେବେ। ଆଉ ଯେତେବେଳେ ବର୍ଷା 1 ଦିନ 2 ଦିନ ପରେ ସେତେବେଳେ ଆପଣ ଖାଦ୍ୟ ଚଲେଇ ପାରିବେ, କିମ୍ବା ତଳେ ମଧ୍ୟ ଦେଇପାରିବେ। ତ ସେମିତିକା କଥା ଆପଣ ମାନଙ୍କୁ ପୁରା କରିକି ବି ମଧ୍ୟ ଦେଖେଇବି, କେମିତି ଏଇଟାକୁ ମାନେ ଆମେ ତିଆରି କରିବା। 2ଟା ପ୍ରୋସେସରେ ଆପଣ ମାନଙ୍କୁ ଦେଖେଇବି, ଯେମିତି ଆପଣଙ୍କର ଡାଉଟ ନ ରହିବ। ତ ଆରାମସେ ଭିଡିଓକୁ ଦେଖିବେ ଚାଷୀ ଭାଇ ମାନେ। ତ ଯୋଉମାନଙ୍କର ମାନେ ପ୍ରକୃତରେ ଚାଷ କରୁଛନ୍ତି, ଆଉ ମାନେ ଏଇ ସବୁ ଜିନିଷ କରିବା ପାଇଁ ଚାହୁଁଛନ୍ତି, ସେଇମାନେ ଭିଡିଓର ବର୍ତ୍ତମାନ ପର୍ଯ୍ୟନ୍ତ ଥିବେ। ଆଉ ଯୋଉମାନେ ମାନେ କଣ ଥମ୍ବନେଲ ଦେଖିକି ଆସିଥିବେ, ମାନେ ଲୋଭ କରିକି ଆସିଥିବେ, ସେମାନେ ତ ଭିଡିଓ ଛାଡିକିରି ପଳେଇ ଯାଇଥିବେ। ତ ଆପଣ ମାନେ ଯେହେତୁ ମାନେ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି, ତ ଆପଣ ମାନଙ୍କୁ କରିକି ମଧ୍ୟ ଦେଖେଇବି, ତ ଦେଖନ୍ତୁ। ଯୋଉ ଚାଷୀ ଭାଇ ମାନେ ବି ମାନେ ମୋ ଭିଡିଓ ଦେଖନ୍ତୁ, ସେମାନଙ୍କୁ ମୋର ସବୁବେଳେ ଚେଷ୍ଟା ରହିଛି ଯେ ସେମାନେ କିଛି ଶିଖନ୍ତୁ। ଆଉ ଜାଣନ୍ତୁ ମଧ୍ୟ, ନିଜ ଚାଷରେ ଲଗେଇ ପାରିବେ। ତ ଏମିତି ଯୋଉ ଦେଖନ୍ତୁ, ଏଠି ଥରେ ଗୋଡେଇ ଦେଲେ, ତାପରେ ଆହୁରି ଯୋଉ ଏଠି ନେଲେ, ତାପରେ ଆଉ ଥରେ ଘୂରେଇ ଦେବେ ଏଠି। ତ ଆପଣ ଯେତେବେଳେ ବି ମାନେ ଏଇଟାକୁ ଗୋଡେଇବେ, ଆପଣ ମାନେ ଏଇ ଯୋଉ ମାନେ ଏଇଠି ଯୋଉ ଦେଖିପାରୁଛନ୍ତି ନାଇଁ, ଏମିତି ଏଥିରେ ମାନେ ଯୋଉ ମାନେ ଦଉଡିଟି ମାନେ ଛନ୍ଦି ହେବା ଦରକାର ରହିଛି। ଏମିତି ନୁହେଁ ଯେ ଆପଣ ସିଧା ନେଇକରି ପାରେଇ ଦେବେ, ସେମିତି ନୁହେଁ। ଏମିତି ଦେଖନ୍ତୁ, ଆରାମ ସେ କରିଚାଲିବା, କିଛି ଅସୁବିଧା ନାହିଁ। ମୁଁ ଗୋଟେ ହାତରେ ଯେହେତୁ କରୁଛି, ତ ସେଥିପାଇଁ ଅସୁବିଧା ହଉଛି, ନହେଲେ 2 ହାତରେ ହେଲେ ସାଇଁ ସାଇଁ ହେଇଯିବ। ଆଉ ଯେତେବେଳେ ଦଉଡିକୁ ଆପଣ ମାନେ ନେବେ, ସେତେବେଳେ ଓଲଟା ଦିଶାରେ ଘୁରେଇବେ। ଏଇ ଯୋଉ ଏମିତି ଯୋଉ ମୁଁ ବର୍ତ୍ତମାନ ଦଉଡିଟି ନଉଛି, ତ ଏମିତି ମୁଁ ସିଧା ନେଇକରି ପାରିବିନି। ଦେଖିବେ ଏମିତି ନେଇକରି ଏଠି ମାନେ ଏମିତି ଘୁରେଇ ଦେବେ, ଗୋଟେ ହାତରେ ହିଁ ସାଙ୍ଗେ ସାଙ୍ଗେ ହେଇଯିବ। ଦେଖିଲେ ଏଇଠି ଛନ୍ଦି ହେଇଗଲା ଦଉଦିଟି, ଆଉ କୁଆଡେ ଯିବନି। ଏଇଠି ବି ସେମିତି ନେବେ, ଏମିତି ନେଇକରି ଏମିତି ଏଟା ଘୂରେଇ ଦେବେ, ଦେଖନ୍ତୁ ଆରାମ ସେ ଏଇଟା ହେଇଗଲା। ସେଇଟା ଦଉଡିଟି ମଧ୍ୟ ଧରି ହେଇଗଲା, ଆଉ ଟାଇଟ ବି ସେଇଟା ବି ରହିବ। ଆଉ ଏଇଠି ଉପରେ ବି ଏମିତି ଏପଟୁ ନେଇକରି ଏମିତି ଘୂରେଇ ଦେବେ। ତାପରେ ଏଇଟାକୁ ତଳକୁ ନିଜ ହାତକୁ ଖସେଇ ଆସିବେ, ତାପରେ ସେମିତି ଆପଣ ଆରାମସେ କରିଚାଲିବେ।
तो सेमितिका कथा रही चाषी भाई मैंने जो मैंने मोर माने जो चाषी भाई मैंने प्रकृत में चाष करुँच तो से ही तो वर्तमान पर्यंत भिडियो थे आ जो मैंने नुआ चाषी भाई मैंने थे से तो चली जाइए तो सेमितिका कथा आपण मानक वीडियो इनफॉर्मेटिव जदि लगी थाए तबे लाइक गुड़िक करदे लाइक सब्सक्राइब करदे जहाँफल माने चाषी भाई मान प्रकृत में माने साहाय्य करि तो सेमितिका कथा रही तो आज वीडियो आपण मानक केमिति लगे कमेंट माध्यम भी कहींपारे तो आउ जो जिनस गुड़िक देखुं मु जदि आपण एरिया रे मिल पार ना मु देखी जो पोस्ट पोस्टाल माध्यम जो पठा हुए जिनस गुड़िक तो से गुड़िक मु विषय देखुची जहाँफल मु आपण माने जिनस गुड़िक पठे पारे जमती मंजी हो यही सब जिनस गुड़िक तो एमतीका कथा रही तो आज वीडियो रही नमस्कार।